ମାଲକାନଗିରି ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମାଲକାନଗିରି ମହାବିଦ୍ୟାଳୟ ଆଜି ଏକ ଭିନ୍ନ ରୂପରେ ସଜେଇ ହୋଇଛି। ଶିକ୍ଷା ସାଂସ୍କୃତିକ ଏବଂ ପରମ୍ପରାର ମହାମିଳନ ଭିତରେ ଆଜି କଲେଜ ପରିସରରେ ଅତି ଆଡମ୍ବର ସହକାରେ ପାଳିତ ହୋଇଛି 45ତମ ବାର୍ଷିକ ଉତ୍ସବ। ଆଜି ଫେବୃଆରୀ 14 ତାରିଖ ଉତ୍ସବର ଶୁଭାରମ୍ଭ ହୋଇଥିଲା ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ୱଳନ ଏବଂ ବନ୍ଦେ ଉତ୍କଳ ଜନନୀର ମୂର୍ଚ୍ଛନା ସହ। ଏହି ମେଗା ଇଭେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମାଲକାନଗିରି ବିଧାୟକ ଶ୍ରୀଯୁକ୍ତ ନରସିଂହ ମାଡକାମୀ। ସେ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଜୀବନ ଓ ଉତ୍ତମ ଶିକ୍ଷାର ଗୁରୁତ୍ୱ ବୁଝାଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଶ୍ରୀମତୀ ସମାରୀ ଟାଙ୍ଗୁଲ, ଏମ୍ପି ପ୍ରତିନିଧି ବିଜୟ ମହାରଣା ଏବଂ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶ୍ରୀ ଦେବପ୍ରସାଦ ଦାସ ଓ ଶ୍ରୀ ଅଶୋକ କୁମାର ମିଶ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ। କଲେଜର ଅଧ୍ୟାପକ ଚିତ୍ତରଞ୍ଜନ ବାରିକ ଏବଂ ଛାତ୍ର ସଂସଦ ପରାମର୍ଶଦାତା ପ୍ରମୋଦ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଏନ୍ସିସି କ୍ୟାଡେଟ୍ମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସଭା କାର୍ଯ୍ୟ ଶେଷ ହେବା ପରେ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। ଛାତ୍ରଛାତ୍ରୀଙ୍କ ନୃତ୍ୟ ଓ ସଙ୍ଗୀତରେ ପୁରା କ୍ୟାମ୍ପସ୍ ଝୁମି ଉଠିଥିଲା। ଏହି ଅବସରରେ ବାର୍ଷିକ କ୍ରୀଡ଼ା ଓ ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। 45 ବର୍ଷର ଏହି ଗୌରବମୟ ଯାତ୍ରାକୁ ନେଇ କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଦ୍ଭୁତ ଉତ୍ସାହ ଦେଖିବାକୁ ମିଳିଥିଲା। ପ୍ରଥମେ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ। ଆଜି ମାଲକାନଗିରି ଜିଲ୍ଲା ହେଡକ୍ୱାର୍ଟର ମହାବିଦ୍ୟାଳୟ 45ତମ ବାର୍ଷିକ ଉତ୍ସବରେ ଯୋଗଦେବାର ସୁଯୋଗ ବା ଯୋଗଦେବାର ଗୋଟିଏ ସୁଯୋଗ ମୁହୂର୍ତ୍ତ ଆମେ ପାଇଥିଲୁ। ଏଥିପାଇଁ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ ମୋ ତରଫରୁ ଧନ୍ୟବାଦ ଦେବି। ନିଶ୍ଚିତ ଭାବେ ଏହି କଲେଜରେ ଯେଉଁ ଭାଇ ଭଉଣୀମାନେ ବିଗତ ଦିନମାନଙ୍କରେ ପାଠ ପଢ଼ି ଆଜି ମାଲକାନଗିରି ଜିଲ୍ଲାକୁ ଅଗ୍ରଣୀ ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ଯେଉଁ ପ୍ରୟାସ କରୁଛନ୍ତି, ସଂଘର୍ଷ କରୁଛନ୍ତି, ସେଥିପାଇଁ ଆମେ ସେମାନଙ୍କ ନିକଟରେ ସତ୍ ସତ୍ ନମନ କରୁଛୁ ଏବଂ ବର୍ତ୍ତମାନର ଯେଉଁ ଛାତ୍ରଛାତ୍ରୀ ଅଛନ୍ତି ସେମାନଙ୍କୁ ମଧ୍ୟ ଏହି ଆନୁଆଲ ଫଙ୍କସନରେ ଆମେ ଅନୁରୋଧ କରିଛୁ ଆପଣମାନେ ମଧ୍ୟ ଭଲ ଛାତ୍ର ହେଇ ଆଗକୁ ଭଲ କାମ କରନ୍ତୁ ଏବଂ ଏହି ଜିଲ୍ଲାକୁ ଅଗ୍ରଣୀ ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ମଧ୍ୟ ସେମାନଙ୍କୁ ଆମେ ଅନୁରୋଧ କରିଛୁ। ନିହାତି ଭାବେ ଆନୁଆଲ ଫଙ୍କସନରେ ଆମେ ସମସ୍ତେ ଉପସ୍ଥିତ ରହି ଏହି ଜିଲ୍ଲାର ବା ଏହି କଲେଜର ଉନ୍ନତିକରଣ ପାଇଁ ଚିନ୍ତା କରିଛୁ। ଏ ଜିଲ୍ଲାର ଭିତ୍ତିଭୂମିରେ ବହୁତ ପରିବର୍ତ୍ତନ ଆଣିବାର ଆବଶ୍ୟକ ଅଛି ଏଭଳି ଯେଉଁ ପ୍ରିନ୍ସିପାଲ ମହୋଦୟ ଅନୁରୋଧ କରିଥିଲେ ନିହାତି ଭାବେ ଆମେ ତାକୁ ଦୃଷ୍ଟିଗୋଚର କରିଛୁ। ଏହି ଜିଲ୍ଲାର ଭିତ୍ତିଭୂମି ବା ଏହି କଲେଜର ଭିତ୍ତିଭୂମି ଆମେ ନିଶ୍ଚିତ ଆମେ ପରିବର୍ତ୍ତନ କରିବୁ ବୋଲି କଥା ମଧ୍ୟ ଦେଇଛୁ। ସମସ୍ତଙ୍କୁ ଧନ୍ୟବାଦ। ଜଗନ୍ନାଥ ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର। ଆଜି ତ ବହୁତ ଖୁସି ମୁଁ ଏଇଥିପାଇଁ ଯେ ଆମ ଗହଣରେ ଆମର ଲୋକାଲ MLA ଏବଂ ZP ଚେୟାରମ୍ୟାନ୍ ରହି ଆମକୁ ଉତ୍ସାହିତ କରିଛନ୍ତି ଏବଂ କଲେଜର ବିଭିନ୍ନ ପ୍ରକାର ଦାବି ତା ସହିତ କଲେଜର ଉନ୍ନତିକରଣ ପାଇଁ ଆମକୁ ଅତିଥିମାନେ ଯେଉଁ ପ୍ରକାର ପ୍ରୋତ୍ସାହନ ଦେଇଛନ୍ତି ସେଥିରେ ମୁଁ ଅଭିଭୂତ ଏବଂ ତା ସହିତ ଏଇଥିପାଇଁ ମୁଁ ଖୁସି ଯେ ସାର୍ଙ୍କର ଅକୁଣ୍ଠିତ ଆମ ପାଇଁ ସପୋର୍ଟ ଯାହା ମିଳିଲା ସେଥିରେ ନିଶ୍ଚିତ ଆମ କଲେଜ ପାଇଁ ସହାୟକ ହେବ ଏବଂ କଲେଜର ବିଭିନ୍ନ ପ୍ରକାର ଡେଭଲପମେଣ୍ଟ କାମ ସାର୍ଙ୍କ ଦ୍ୱାରା କରିବୁ ଏବଂ ମୋ ପିଲାମାନେ ଅତି ସୁନ୍ଦର ରୂପେ ଆଜିର ଆନୁଆଲ ଫଙ୍କସନକୁ ତିଆରି ମ୍ୟାନେଜ କରିଛନ୍ତି ଏବଂ ବିଭିନ୍ନ ପ୍ରକାର ଆକ୍ଟିଭିଟିରେ ମଧ୍ୟ ସହଯୋଗ କରିଥିଲେ ଏବଂ ସେଥିପାଇଁ ମୁଁ ପିଲାମାନଙ୍କୁ ବି ଧନ୍ୟବାଦ ଦେବି, ମୋ ଫ୍ୟାକଲ୍ଟି ମେମ୍ବରକୁ ଧନ୍ୟବାଦ ଦେବି ଏବଂ ଆପଣଙ୍କୁ ବି ଧନ୍ୟବାଦ ଦେବି। ଆପଣମାନେ ବୋଧ ଆପଣମାନଙ୍କ ମାଧ୍ୟମରେ ହିଁ ଏ କଲେଜର ଉନ୍ନତି କଥା ଆଗକୁ ବଢିବ। ଧନ୍ୟବାଦ। ନିଶ୍ଚିତ ରୂପେ ଦେଖନ୍ତୁ ଆଜି ଗୋଟେ ଖୁସିର ଉତ୍ସବ ଯଦି ଆମେ କହିବା, କାରଣ 45ତମ ବାର୍ଷିକ ଉତ୍ସବ ପାଳନ କରୁଛି ମାଲକାନଗିରି ମହାବିଦ୍ୟାଳୟରେ ଅନେକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ, ମୁଁ ମଧ୍ୟ ଅଧ୍ୟୟନ କରୁଥିଲି। ଆଜି ଏଠି ଗୋଟେ ଅତିଥି ଭାବେ ମୁଁ ନିଜକୁ ଉପସ୍ଥିତ କରିପାରିଛି ଏବଂ ସେଥିପାଇଁ ଖୁସି ବ୍ୟକ୍ତ ମଧ୍ୟ କରୁଛି। ଏହି ମହାବିଦ୍ୟାଳୟର ଅନେକ ଘାତ ପ୍ରତିଘାତ ଆମେ ଦେଖିଛୁ। ଆଜି 45ତମ ବର୍ଷରେ ମହାବିଦ୍ୟାଳୟ ପହଞ୍ଚିଛି ଏବଂ ମହାବିଦ୍ୟାଳୟର ବିକାଶ ପାଇଁ ସମସ୍ତେ ପ୍ରୟାସ କରୁଛନ୍ତି। ଆଜି ଏଠି ବିଧାୟକ ଉପସ୍ଥିତ ରହିଥିଲେ। ଏହି ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା କିପରି ସମାଧାନ ହେଇପାରିବ ସେ ଦିଗରେ ମଧ୍ୟ ସେ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ ଏବଂ ବର୍ତ୍ତମାନ ଯୋଉ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରୁଛନ୍ତି ସେମାନଙ୍କୁ ଗୋଟିଏ ଅନୁରୋଧ ରଖିବେ ଏହି ଉତ୍ସବ ଅବସରରେ ଯେ ଆପଣମାନେ ମହାବିଦ୍ୟାଳୟରେ ଯୋଉ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଅଛନ୍ତି ସେମାନଙ୍କର କଥାକୁ ମାନନ୍ତୁ ଏବଂ ମହାବିଦ୍ୟାଳୟ କିଭଳି ବିକାଶ ହବ, ନିଜ ଭିତରେ ଥିବା ଅନ୍ତର୍ନିହିତ କଳା ଏବଂ ଯୋଉ ପ୍ରତିଭା ରହିଛି ତାହାର କିପରି ବିକାଶ ହବ ସେଥିପାଇଁ ସେମାନେ ପ୍ରଚେଷ୍ଟା କରିବାର ଆବଶ୍ୟକତା ରହିଛି ଏବଂ ମହାବିଦ୍ୟାଳୟ ବିକାଶ ନିହାତି ଆବଶ୍ୟକ ରହିଛି। ସେଥିସହ ଆମେ
उत्कल सांबादिक संघ पक्षर ये विधायकों को अनुरोध करथिलु एवं दाबी मध्य रखिलु जे महाविद्यालय को किपरि संपूर्ण रूपे सरकारी मान्यता मिल जाऊ ताहा मध्य हमर गोटे दाबी उपस्थापन होइतिला प्लस हम गोटे पीजी पई एई महाविद्यालय को अनुमोदन मिलले एटिकार जो छात्र छात्री रहिसंती बहु दूर दूरांतरु गरीब छात्र छात्री माने बाहर को जाई पीजी पाठ पढ़ी पारु नांती तेणु ताहा जदि पूरण होई परिबो ताहले ए महाविद्यालय आगु को आहुरी विकसित हबो तेणु एतिकी ही कहिबि धन्यवाद। मालकानगिरी जिला प्रतिनिधि टी जगदीश राव का रिपोर्ट ओडिशा न्यूज एक्सप्रेस।